ବାର୍ଷିକ ଉତ୍ସବରେ ଏକ ମହାଯଜ୍ଞ ହଉଛି। ମୁଁ ସୁଶାନ୍ତ କୁମାର ପାଲ ଭଦ୍ରକରୁ ଆସିଛି। ନିରାକାର ଆଶ୍ରମକୁ ପାଖାପାଖି 24 ବର୍ଷ ହବ ମୁଁ ଆସୁଛି। ମନ୍ଦିରର ମାହାତ୍ମ୍ୟ ବହୁତ। ନିରାକାର ଆଶ୍ରମ ପୂର୍ବରୁ ଯୋଉଠି ଥିଲା ସେଠିକି ବି ଯାଉଥିଲୁ। ଏଠି ତ ପ୍ରାୟ ଯେବେଠୁ ଆରମ୍ଭ ହେଲାଣି ଆମେ ସବୁବେଳେ ଆସୁଛୁ। ନିରାକାର ଆଶ୍ରମଙ୍କ ମାହାତ୍ମ୍ୟ ହେଲା ଶୂନ୍ୟ ମନ୍ଦିର। ଏଠି ସମସ୍ତ ଦେବତା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଯେ ସ୍ୱାମୀ ସେଠି ଅବସ୍ଥାନ କରନ୍ତି। ଆମର ସମସ୍ତ ପ୍ରକାର ଅସୁବିଧା ଯାହା ବି ଅଛି ସବୁ ପ୍ରତିକାର ଆମେ ପାଉଛୁ। ସେଥିପାଇଁ ଆମେ ତାକୁ ଅଶେଷ ତାଙ୍କ ପାଦ ପଦ୍ମରେ ପ୍ରଣାମ ସହିତ ଆମର ଧନ୍ୟବାଦ ଜ୍ଞାପନ କରୁଛୁ। ଏହା ହେଲା ବାର୍ଷିକ ମହାଯଜ୍ଞ ବାର୍ଷିକ ଉତ୍ସବ, ଯୋଉଟା କି ଡିସେମ୍ବର 1ରେ ପ୍ରତିବର୍ଷ ଏଇ ଦିନରେ ଏଇ ପ୍ରୋଗ୍ରାମ ହୁଏ। ବାର୍ଷିକ ଉତ୍ସବରେ ଏକ ମହାଯଜ୍ଞ ହଉଛି। ବର୍ତ୍ତମାନ ଯୁଗର ଯୋଉ ପରିବର୍ତ୍ତନ, ଯୁଗ ପରିବର୍ତ୍ତନ ପାଇଁ ଏହା ନିହାତି ଜରୁରୀ। ଏଥିରେ ଦେବ କାର୍ଯ୍ୟ ଏହା ଦ୍ୱାରା ସମାପନ ହଉଛି। ସେ ବିଷୟରେ ତ ଆମର ଏତେ ଜ୍ଞାନ ନାହିଁ। ସେ ତ ବହୁତ ଜ୍ଞାନର କଥା। ତେଣୁ ଆମେ ଯେତିକି ଜାଣିଛୁ ସେଇ ବିଷୟରେ ସେତିକି।